नहीं आमे केउं पांचटा गुण जदि आमे डेभलप करिबा आमे भविष्यत रे निश्चय सफलता पाइबा से जेउ क्षेत्र रे हेउ ताहाले पिला माने हमर विदुर नीति बसेस चाणक्य नीति महाभारत रे सबुठारु जदि श्रीकृष्णଙ୍କ ପରେ ଅଧିକ ଜ୍ଞାନୀ କିଏ ଥିଲେ ସେ ହେଉଛନ୍ତି ବିଦୁର ହେଲା। ତାହେଲେ ବିଦୁର ନୀତି କହୁଛି ଛଅଟା ଦୋଷ ଯାହା ମଣିଷକୁ ବର୍ବାଦ କରିଦିଏ। ବୁଝି ହେଉଛି ତ? ତାହେଲେ ପିଲାମାନେ ମୋତେ କହିଲ ସେଇ ଛଅଟା ଦୋଷ କ'ଣ? ପ୍ରଥମେ ହେଉଛି ପିଲାମାନେ ନିଦ୍ରା ହେଲା। ଯେତେ ଆମେ ଅଧିକ ଶୋଇବା ଆମ କ'ଣ ଆମ ନିଜକୁ ନିଜେ ଆମେ ବର୍ବାଦ କରୁଛେ। ଦୁଇରେ ହେଉଛି ତନ୍ଦ୍ରା। ତନ୍ଦ୍ରା କ'ଣ? କାମ ତ କରୁଛେ ବଟ୍ କିଛି ହେଉନି, ପାଠ ତ ପଢ଼ୁଛେ କିନ୍ତୁ ରେଜଲ୍ଟ ଆସୁନି। କ'ଣ ପାଇଁ ଆସୁନି ତାକୁ ବି ମଧ୍ୟ ଖୋଜୁନେ। ବୁଝି ହେଉଛି ତ? ମୁଁ ତ ପଢ଼ୁଛି କ'ଣ ପାଇଁ ରେଜଲ୍ଟ ଆସୁନି। ତାପରେ 3 ନମ୍ବର ହେଉଛି ଡର ବା ଭୟ। ଡର ବା ଭୟ ମଣିଷର ଥିଲେ ସେ ନିଜ ସାମର୍ଥ୍ୟ ନିଜ ଦକ୍ଷତା ହିଁ ହରେଇ ବସେ। ବୁଝି ହେଉଛି ତ? ଆମ ମନରେ ଯଦି ଇଂଲିଶ ପ୍ରତି ଭୟ ଅଛି, ମୋ ଇଂଲିଶ ଗ୍ରାମାର ହେଉନି, ମ୍ୟାଥ ଜେମୋଟ୍ରି ହେଉନି, ତାହେଲେ ଆମେ ଅଲରେଡ଼ି ଭୟରେ ଅଛେ, ଆମ ସାମର୍ଥ୍ୟ ଅଲରେଡ଼ି ଆମେ ହରେଇ ସାରିଲେଣି। 4 ନମ୍ବର ହେଉଛି କ୍ରୋଧ। 5 ନମ୍ବର ହେଉଛି ଆଳସ୍ୟ। ପଢ଼ିବାକୁ ତ ଚାହୁଁଛେ କିନ୍ତୁ ଆଳସ୍ୟ ଛାଡ଼ି ପାରୁନି। ତାପରେ 6 ନମ୍ବର ହେଉଛି ପ୍ରୋକାଷ୍ଟିନେସନ୍। ଆଜି କାମ କରିବାକୁ ଇଚ୍ଛା ନାହିଁ, କାଲି କରିବି। ଏଇ 6ଟି ବିଦୁର ନୀତି ଗୋଟେ ମଣିଷକୁ ବର୍ବାଦ କରିଦିଏ। ବୁଝି ହେଉଛି ତ? ଚାଣକ୍ୟ ନୀତି ଓଲଟା କହିଲା। ଚାଣକ୍ୟ ନୀତି କହିଲା ସଫଳତା ପାଇବା ପାଇଁ ଏଇ 5ଟି ଷ୍ଟେପ୍ ଦରକାର। କ'ଣ? ପ୍ରଥମେ ହେଲା କାଉ ହେବା। ସାର୍ କ'ଣ କାଉ ହେବା? ମାନେ କାଉ ଭଳିଆ ଚେଷ୍ଟା କରିବା। ବୁଝି ହେଉଛି ତ? 2ରେ ହେଉଛି ବଗ ଭଳିଆ ଧ୍ୟାନ କରିବା। ପ୍ରଥମେ ହେଲା କାଉ। କାଉ କେମିତି ଗୋଟେ ଗୋଡ଼ି ପକେଇଲା, ତାପରେ ଆଉ ଗୋଟେ ଗୋଡ଼ି ପକେଇଲା, ଆସ୍ତେ 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 ପାଣି ଉଠିଲା ଉପରକୁ, ସେମିତି। 2ରେ ହେଲା ବଗ କେମିତି ମାଛ ସେ ଗୋଟିକ ମାଛକୁ ସେମିତି ଚାହିଁକି ଥିବ, ତାହେଲେ ବଗ ଭଳିଆ ଧ୍ୟାନ କରିବା। 3 ନମ୍ବର ହେଲା କୁକୁର ଭଳିଆ ନିଦ ହେବା। କୁକୁର ଯେମିତି ହଠାତ୍ କ'ଣ ଟିକେ ହେବ ଉଠି ପଡ଼ିବ। ବୁଝି ହେଉଛି ତ? ସେମିତି ଆମ ଲକ୍ଷ୍ୟ ପ୍ରତି ଆମର ହେବା ଦରକାର। 4 ନମ୍ବର ହେଉଛି ଅଳ୍ପ ହାରି, କମ୍ ଖାଇବା। ବୁଝି ହେଉଛି ତ? ଅଧିକ ଖାଇଲେ ଆମେ ଭଲରେ ପାଠ ପଢ଼ିପାରିବେନି। 5 ନମ୍ବର ହେଉଛି ରିମୁଭ୍ ଫ୍ରମ୍ ୟୋର୍ କମ୍ଫର୍ଟ ଜୋନ୍। ଆମ ନିଜ କମ୍ଫର୍ଟ ଜୋନ୍କୁ ଆମେ ଛାଡ଼ିବା। ବିଦ୍ୟାର୍ଥୀର 5ଟି ଲକ୍ଷଣ ହେଉଛି ଏହା। ଏବଂ ଶେଷରେ ଶ୍ରୀକୃଷ୍ଣଙ୍କର ଗୋଟିଏ କଥା ମନେ ରଖିବ, ୟତୋ ଧର୍ମ ତତୋ ଦୟା। ଯେଉଁଠି ଧର୍ମ ଅଛି ସେଇଠି ବିଜୟ ଅଛି। ମାନେ ଆମେ ଠିକ୍ ଭାବରେ ପଢ଼ୁଛେ। ବୁଝି ହେଉଛି ତ? ମନରେ ଖାଲି ଜିତି ସାରିଛେ, ଖାଲି ସତରେ ଜିତିବା ବାକି ଅଛି। ତେଣୁ ଆଗ ମନରେ ଜିତ, ତାପରେ ସତରେ ତମେ ଗ୍ୟାରେଣ୍ଟି 100% ଜିତିବ।